ପୂଜା ଘରେ ଏଇ ଦୁଇଟି ମୂର୍ତ୍ତିଙ୍କୁ ପାଖାପାଖି କେବେ ବି ରଖନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ଏବଂ ଆପଣଙ୍କ ପରିବାରର ବହୁତ ବଡ଼ ସମସ୍ୟା ଦେଖାଦେଇପାରେ। ଚାଲନ୍ତୁ ଦର୍ଶକ ବନ୍ଧୁ, ଡେରି ନକରି ଆରମ୍ଭ କରିବା ଆଜିର ଭିଡ଼ିଓଟି। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆପଣମାନେ ଭୁଲରେ ବି ଆପଣଙ୍କ ପୂଜା ଘରେ ଏହି ଦୁଇଟି ମୂର୍ତ୍ତିକୁ ପାଖାପାଖି ରଖନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ବହୁତ ବଡ଼ ବାସ୍ତୁ ଦୋଷ ଲାଗିବ। ଦର୍ଶକ ବନ୍ଧୁ, ଏହା ନ ମାନିଲେ ଆପଣଙ୍କୁ ଭିକାରୀ ହେବାକୁ ବେଶୀ ସମୟ ଲାଗିବନି। ଯଦି ଆପଣମାନେ ଏହି ଭୁଲ କରୁଛନ୍ତି, ତେବେ ଏହି ଭିଡ଼ିଓଟିକୁ ଦେଖି ସାବଧାନ ହୋଇଯିବା ଉଚିତ। ଅନେକ ସମୟରେ ଆମ୍ଭେମାନେ ଆମ ଇଷ୍ଟଦେବୀ ଓ ଦେବତାଙ୍କ ପାଖରେ ନିଜର ମନସ୍କାମନା ଜଣାଇଥାଉ ଏବଂ ପୂଜା ଅର୍ଚ୍ଚନା କରିଥାଉ। ଯାହା ଭଗବାନଙ୍କ ପାଇଁ ଆବଶ୍ୟକ, ଆମ୍ଭେମାନେ ସେ ସବୁ କିଛି କରିଥାଉ, କିନ୍ତୁ ତାପରେ ବି ଆପଣଙ୍କୁ ଆପଣଙ୍କର ପୂଜାର ଫଳ ମିଳେ ନାହିଁ। ଆପଣଙ୍କ ଘରେ ପୂଜା ଘର ଥାଇ ମଧ୍ୟ ଆପଣଙ୍କ ଘରେ ସୁଖ ଶାନ୍ତି ନାହିଁ। ଘରର ପ୍ରତ୍ୟେକ ସଦସ୍ୟଙ୍କ ମଝିରେ ଛୋଟ ଛୋଟ କଥାକୁ ନେଇ କଳି ଝଗଡ଼ା ଲାଗି ରହିଥାଏ। କେବେ ଭାବିଛନ୍ତି ଏହା ପଛରେ ସବୁଠାରୁ ବଡ଼ କାରଣ କ'ଣ? ଏହା ପଛର ସବୁଠାରୁ ବଡ଼ କାରଣ ହେଉଛି ବାସ୍ତୁ ଦୋଷ। କିନ୍ତୁ ତାହା ପୂର୍ବରୁ ଯଦି ଆପଣ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଉପରେ ରହୁ, ତେବେ ଦୟାକରି ଏହି ଭିଡ଼ିଓକୁ ଗୋଟେ ଛୋଟିଆ ଲାଇକ୍ଟିଏ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ, ଆରମ୍ଭ କରିବା। ସାଧାରଣତଃ ଲୋକେ ଘରର ପୂଜା ଘରେ ଭିନ୍ନ ଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପିତ କରିଥାନ୍ତି। ତେବେ ପୂଜା ଘରେ ସାଧାରଣତଃ କିଛି ଦେବାଦେବୀଙ୍କ ମୂର୍ତ୍ତି ସହିତ ଆଉ କିଛି ମୂର୍ତ୍ତି ରଖିବା ଦ୍ୱାରା ରାଜଯୋଗ ସୃଷ୍ଟି ହୋଇଥାଏ। ଆଜିକାର ଲେଖାରେ ଆମେ ସେହି ସବୁ ଦେବାଦେବୀଙ୍କର ନାମ କହିବୁ। ସର୍ବପ୍ରଥମେ ହେଉଛି ରାଧାକୃଷ୍ଣ ମୂର୍ତ୍ତି। ଆପଣ ବାଲଗୋପାଳଙ୍କ ମୂର୍ତ୍ତି ରଖୁଥିଲେ, ରାଧାଙ୍କ ମୂର୍ତ୍ତି ରଖନ୍ତୁ, କାରଣ ରାଧା ଏବଂ କୃଷ୍ଣ ଯୋଡ଼ି ପ୍ରେମ ଏବଂ ଏକତାର ପ୍ରତୀକ ହୋଇଥାଏ। ରାଧା କୃଷ୍ଣଙ୍କ ମୂର୍ତ୍ତି ରଖିବା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ବିବାଦ କେବେ ବି ହୁଏ ନାହିଁ। ସମ୍ପର୍କ ମଧୁର ଏବଂ ଦୃଢ଼ ହେବା ସହିତ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମଧ୍ୟ ସମ୍ବନ୍ଧ ଭଲ ରହିଥାଏ। ପୂଜା ଘରେ ଲକ୍ଷ୍ମୀ ନାରାୟଣଙ୍କ ମିଳିତ ଭାବରେ ମୂର୍ତ୍ତି କିମ୍ବା ଫଟୋ ରଖିବା ଉଚିତ। ଏହା ବ୍ୟତୀତ ତ୍ରିଦେବଙ୍କ ମୂର୍ତ୍ତି ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ମିଳିତ ଭାବରେ ମୂର୍ତ୍ତି ରଖିଲେ ଘରେ ସୁଖ ଓ ସମୃଦ୍ଧିର ଅଭାବ ହୁଏ ନାହିଁ। ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଥିଲେ ବାମ ପାର୍ଶ୍ୱରେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖିଲେ ଧନହାନି ହୁଏ ନାହିଁ।
ମାତା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କ ପୂଜା କଲେ କେବେ ବି ଆପଣମାନଙ୍କର ଧନର ଅଭାବ ଘରେ ପରିଲକ୍ଷିତ ହୁଏ ନାହିଁ। ପୂଜା ଘରେ ଆପଣ ଚାହିଁଲେ କେବଳ ହନୁମାନଙ୍କ ମୂର୍ତ୍ତି ରଖିପାରିବେ। ମାତ୍ର ଯଦି ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖୁଛନ୍ତି, ତେବେ ସାଥିରେ ହନୁମାନଙ୍କର ମୂର୍ତ୍ତି ନିଶ୍ଚିତ ରଖନ୍ତୁ। କାରଣ ଏହାଦ୍ୱାରା ଉଭୟ ରାମଚନ୍ଦ୍ର ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ତ୍ରିଦେବ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର। ସୃଷ୍ଟିର ନିର୍ମାଣ ଏବଂ ପରିଚାଳନା ପାଇଁ ଏହି ତ୍ରିଦେବଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ତ୍ରିଦେବଙ୍କ ମିଳିତ ଆଶୀର୍ବାଦ ପାଇବା ପାଇଁ ପୂଜା ଘରେ ତ୍ରିଦେବଙ୍କ ମୂର୍ତ୍ତି କିମ୍ବା ଫଟୋ ନିଶ୍ଚିତ ରଖନ୍ତୁ। ତ୍ରିଦେବଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ରହିବା ସହିତ ସବୁ ପ୍ରକାର ବାଧାବିଘ୍ନ ମଧ୍ୟ ଦୂରେଇ ଯାଇଥାଏ। ଯଦି ଆପଣ ପୂଜା ଘରେ ଗଣେଶ ମୂର୍ତ୍ତି ରଖୁଛନ୍ତି, ତେବେ ଯୁଗ୍ମ ସଂଖ୍ୟକ ଅର୍ଥାତ୍ 2, 4 କିମ୍ବା ଅଧିକ ରଖିପାରନ୍ତି, କିନ୍ତୁ ଯୁଗ୍ମ ସଂଖ୍ୟାରେ ରଖିବା ଉଚିତ। ମାତ୍ର 3 କିମ୍ବା 5 ଭଳି ଅଯୁଗ୍ମ ସଂଖ୍ୟକ ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ। ଏସବୁ ବ୍ୟତୀତ ଗଣେଶ ମୂର୍ତ୍ତିଙ୍କୁ ରଖିବାର ଉପଯୁକ୍ତ ସ୍ଥାନ ମଧ୍ୟ ରହିଛି। ମନେ ରଖିବେ, ଗଣେଶ ମୂର୍ତ୍ତିଙ୍କୁ ମୁଖ୍ୟଦ୍ୱାର ଦିଗରେ ରଖି ପୂଜା କରିବା ଅତ୍ୟନ୍ତ ଉତ୍ତମ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ମୋର ଚ୍ୟାନେଲ ସୋନାରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓଟିକୁ ଗୋଟିଏ ଛୋଟିଆ ଲାଇକ୍ଟିଏ କରିବେ। ତାହା ସହ କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।